ମାସା ଷ୍ଟ୍ୟୁ। ଉପକରଣ: ମଟନ୍ କ୍ୟୁବ୍ 200 ଗ୍ରାମ, ହଳଦୀ ଗୁଣ୍ଡ 2 ଗ୍ରାମ, ଚୁନା ଚୁନା କରି କଟାଯାଇଥିବା ପିଆଜ 50 ଗ୍ରାମ, ମଝିରୁ ଚିରା ହୋଇଥିବା କଞ୍ଚାଲଙ୍କା 5 ଗ୍ରାମ, କରିପତ୍ର 5-6ଟି, ଚୁନା ଚୁନା କରି କଟାଯାଇଥିବା ଅଦା 5 ଗ୍ରାମ, ଚୁନା ଚୁନା କରି କଟାଯାଇଥିବା ରସୁଣ 5 ଗ୍ରାମ, ଗୋଟା ଗରମ ମସଲା 2 ଗ୍ରାମ, ମଧ୍ୟମ ଆକାର ଖଣ୍ଡରେ କଟା ହୋଇଥିବା ସିଝା ଆଳୁ 50 ଗ୍ରାମ, ନଡ଼ିଆ କ୍ଷୀର 100 ମିଲି, ପାନମହୁରି ଗୁଣ୍ଡ 2 ଗ୍ରାମ, ତେଲ ପ୍ରୟୋଜନ ମୁତାବକ। ପ୍ରସ୍ତୁତି: ଲୁଣ ଓ ହଳଦୀ ଦେଇ ମଟନକୁ ସିଝେଇ ନିଅନ୍ତୁ। କଡ଼େଇରେ ତେଲ ଦେଇ ତେଲ ଗରମ ହେବା ପରେ ସେଥିରେ ଗୋଟା ଗରମ ମସଲା ପକାଇ ଫୁଟାଇ ନିଅନ୍ତୁ। ସେଥିରେ ଚୁନା ପିଆଜକୁ ପକାଇ କିଛି ସମୟ ଭାଜିବା ପରେ ଚୁନା ଅଦା, ଚୁନା ରସୁଣ, କରିପତ୍ର ଓ ସିଝା ମଟନକୁ ପକାଇ କଷନ୍ତୁ। ମଟନ ଭଲ ଭାବରେ କଷି ହୋଇଯିବା ପରେ ସେଥିରେ ପାଣି ଦିଅନ୍ତୁ। ପାଣି ଫୁଟିବା ପରେ ସେଥିରେ ପାନମହୁରି ଗୁଣ୍ଡ, ନଡ଼ିଆ କ୍ଷୀର ଓ ଆଳୁ ଦିଅନ୍ତୁ। ଝୋଳ ବହଳିଆ ହୋଇ ଆସିଲେ ଆଞ୍ଚରୁ ଓହ୍ଲାଇ ଗରମ ଗରମ ପରିବେଷଣ କରନ୍ତୁ।